लिए मते तुम्हें जेते मारिले ना तम माड़ मते जम्मा कष्ट होउची ए माड़ मते गई दउची तमे तमे एबे भी मते बहुत बोलो बाप भूल भावुछु तू कोते बुझी नहीं कि जानिनी काई का चटाको काई का बिते कहउछु तू अबे सुन तू जहाँ को तो पवित्र बोली भावुछु ना से पवित्रटा ओरे बिते तोर मरी जाई जदि से पवित्र मरी जाई ताहले ए पवित्र मते मते मारी पारु ना आती काई रश्मि तोते बोला ए जीवन सारी तोते बोला ए जीवन सारी रश्मि तुझे सब कथा जानी छो बुझो छो ताले तू कह काहे कि सेमान का आगे सब सत्य कथा कहतिलु केते बाडेली तो घरु गाई के बाडेला भलिया बाडे तो पेटे मो पटे ही नहीं छे मारो तोते बहुत काटी ना बहुत कष्ट देछि ना तोते सही प्रश्न जदि मु पचारि एते बोलो पाइबा भीतर तोरुटे मते छोड़ाई पारिलनी अरे मु पर सारा जीवन अपेक्षा करी रही जाइतांते तमे सिना छोड़ाइलनी तेले तमे देखो मु केमिति विधवा भलिया बंधु मो पापर प्रायश्चित करूची ए पवित्र आज होची सावित्री व्रत आज बोली भितर मो मथारे तपाईँ सिंदूर लगेई दियो मना करी बोली पवित्र लगेई दियो मो मथारे तपाईँ सिंदूर लगेई दियो पारिबिनी लो तू निर्जन बरे आउ तो मुंडरे मुकले सिंदूर लगेई पारिबिनी काहे कि जानी छु 12 लाख टंका पाखरे तो पवित्र सबुदिन ताई बंधा पड़ी जाइछि रे बंधा पड़ी जाइछि मु से सब कथा किछि जानिबी लगे दियो मो मथारे टपाई सिंदूर हेलो पारिबिनी वो काहे के जति करू छु लगे दियो मो मथारे टपाई सिंदूर लगे तोते मना कली पड़ा तो कान को सुबह जाऊनी 12 लाख टंका पाखरे तो पवित्र बंधा पड़ी जाइछि पारिबिनी वो पारिबिनी सुनी जाओ पवित्र सुनी जाओ तुमको मो नियम तमे कांदुच तम आखिरी लुह नहीं बाबुआनी कथा कौन कि मो दुख कहानी शुणी सारा बाबू पाखे लुह बोली आसी बाबुआनी मुझे आपण को मिछ कथा कही मो स्वामी नुहति बाबू का चेहरा सहित मो स्वामी का चेहरा मिसी जाऊँगी तो से मो मिछ कथा कही मु तो कथा को विश्वास करमी केमिति तांका प्रति तोर नजर नहीं मु मानिजिमी केमिति ठीक अछि आज जे सावित्री व्रत तो आगर मो स्वामी को पूजा कले तू सही पारिबु तो
କାହିଁକି ସହିପାରିବିନି? ନିଶ୍ଚୟ ସହିପାରିବି। ଠିକ୍ ଅଛି ସେ ସବୁ ଆଣି ମୋ ହାତରେ ବଢ଼େଇ ଦେ। ନିଅନ୍ତୁ ବାବୁଆଣୀ, ଏସବୁ ନିଅନ୍ତୁ। ଆଲୋ ଏ ରଶ୍ମି, ଏଇସବୁ ନେଇକି ମୁଁ କ'ଣ କରିବି? ଆଜି କି ସାବିତ୍ରୀ ବ୍ରତ, ସ୍ୱାମୀକୁ କେମିତି ପୂଜା କରାଯାଏ ସେ ସବୁ ତ ମୁଁ ଜାଣିନି। ଆରେ ତୁ କହୁନୁ ଲୋ, ସ୍ୱାମୀକୁ କେମିତି ପୂଜା କରାଯାଏ? ମୁଁ କହିବି ବାବୁ? ହଁ ତୁ କହିବୁ। ସତରେ ମୁଁ କହିବି? ଆରେ ହଁ ତୁ କହିବୁ। ପ୍ରଥମେ ଦୁବ, ଅରୁଆ ଚାଉଳ, ଫୁଲ ଏମିତି ତାଙ୍କ ଉପରକୁ ଫିଙ୍ଗିବାକୁ ପଡ଼ିବ। ତୋତେ ଭଲ ତାପରେ କ'ଣ ହବ ଲୋ? ତାପରେ ତାଙ୍କୁ ବନ୍ଦାପନା କରିବାକୁ ହେବ। କେମିତି? ଏମିତି ତାପରେ କ'ଣ ହବ? ତାପରେ ତାଙ୍କ ହାତରୁ ସିନ୍ଦୁର ପିନ୍ଧି ମୁଣ୍ଡିଆ ମାରିବାକୁ ହେବ। ନିଅନ୍ତୁ ବାବୁଆଣୀ, ବାବୁଙ୍କ ହାତରୁ ସିନ୍ଦୁର ପିନ୍ଧି ଦିଅନ୍ତୁ। ପବିତ୍ର, ଆଉ ଡେରି କରୁଛ କ'ଣ ପାଇଁ? ନିଅ ଏଇ ସିନ୍ଦୁର ନେଇ ତମେ ମୋ ମଥାରେ ପିନ୍ଧେଇ ଦିଅ। ଦିଅନ୍ତୁ ବାବୁ, ବାବୁଆଣୀଙ୍କ ମଥାରେ ସିନ୍ଦୁର ପିନ୍ଧେଇ ଦିଅନ୍ତୁ। ଆସ ପବିତ୍ର, ଏଇ ସିନ୍ଦୁର ନେଇ ତମେ ମୋ ମଥାରେ ପିନ୍ଧେଇ ଦିଅ। ଦିଅନ୍ତୁ ବାବୁ, ବାବୁଆଣୀଙ୍କ ମଥାରେ ସିନ୍ଦୁର ପିନ୍ଧେଇ ଦିଅନ୍ତୁ। ଆସ ପବିତ୍ର, ମୋ ମଥାରେ ସିନ୍ଦୁର ପିନ୍ଧେଇ ଦିଅ। ଆରେ ଆସ ନା, ଆସ। କେମିତି କଲ? କ'ଣ ପାଇଁ ଏମିତି କଲ? ଜାଣି ଶୁଣି କାହିଁକି ତମ ସିନ୍ଦୁର ଭାଗ ତା ମୁଣ୍ଡରେ ଦେଇଦେଲ? ଏଇ ବାବୁଆଣୀ, ଆପଣ କହୁନାହାନ୍ତି ବାବୁଆଣୀ, ମୁଁ କେମିତି ଛଡ଼େଇ ନେବି? ମୁଁ ଛଡ଼େଇ ନେଇ ପାରିବିନି ବାବୁଆଣୀ, ମୁଁ ଛଡ଼େଇ ନେଇ ପାରିବିନି। ନାଇଁଲୋ ରଶ୍ମି, ଜନକୁ ନେଇ ପୃଥିବୀକୁ ନେଇ ଉଆସ ଯାଇ ଯେତେ ଲୁଚକାଳି ଖେଳିଲେ ବି ସେ କେବଳ ଆକାଶର। ନାହିଁ ବାବୁଆଣୀ, ନଈ ପାହାଡ଼ରୁ ଥରେ ବାହାରି ଆସିଲା ପରେ, ଥରେ ସେ ସାଗର ସହିତ ମିଶି ଗଲା ପରେ ସବୁଦିନ ପାଇଁ ସାଗର ରହିଯାଏ, ସବୁଦିନ ପାଇଁ ସାଗରରେ ହେଇଯାଏ। ନାଇଁ ରଶ୍ମି, ଯଦି ପରିସ୍ଥିତିରେ ପଡ଼ି ବର୍ଷା କରୁତ୍ର ବରସିଯାଏ ସେ କେବଳ ଶ୍ରାବଣର। ସେଇଟା ତମ ମନର ଭ୍ରମ ବାବୁଆଣୀ। ଜନକୁ ଚାହିଁ କଳି ସାରା ଜୀବନ ସଂସାର କଲେ ଜନ କେବେ କଳିର ହେଇପାରେ ନା। ଜନକୁ ଆଖି ଆଗରେ ରଖେ ବିଚରା କଳିଟା ସାରା ଜୀବନ ସଂସାର କରେ। ହେଲେ ମୁଁ ତ ପବିତ୍ରକୁ ନେଇ ସଂସାର କରିପାରିବିନି। ସେ ହେଉଛନ୍ତି ତୋର। ମୁଁ ତାଙ୍କ ସାଙ୍ଗରେ ସଂସାର କରିପାରିବି। ସେ ହେଉଛନ୍ତି ତମର। ସେ ହେଉଛନ୍ତି ତୋର। ନାଇଁ ବାବୁଆଣୀ, ସେ ହେଉଛନ୍ତି ତମର। ସେ
ଏମିତି ଏକ ମଣିଷଟିଏ ମୁଁ ନା ମୋ ବାପା ବୋଉ ରହିଲେ ନା ମୋ ଭାଇର ହେଇପାରିଲି ନା ତୁମ ଦୁଇ ଜଣଙ୍କର ହେଇପାରୁଛି ମୁଁ ଏବେ ତୁମେ ଦୁଇ ଜଣ ମତେ ପର କହି ଦଉଛ ତମେ କୁହ କାହାକୁ ନେଇ ମୁଁ ସଂସାର କରିବି ତମକୁ ନେଇ ନା ତାକୁ ନେଇ କାହାକିରେ ମୁଁ ସପନ ଦେଖିବି ଆଉ କାହାକୁ କହିବି ହେ ତ ବିନା ମୋ ସପନ ଅଧା तो